ଆପଣ ଭାବୁଛନ୍ତି କି ଯେଉଁ ଦତସ୍ୱର ହତା ଲାଷ୍ଟ ମୋମେଣ୍ଟରେ ତାଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କରିସାରିବା ପରେ ବା ପ୍ରାର୍ଥୀପତ୍ର ଆଉ ଥରେ ପ୍ରତ୍ୟାହାର କରିନେବେ ଏମିତି ସିଚୁଏସନ୍ ହେଇପାରେ? ଦେଖନ୍ତୁ ତତ୍ଵେଶ୍ୱର ବାବୁ ଏଯାଏଁ ନାମାଙ୍କନ ପତ୍ର ଦାଖଲ ହିଁ କରିନାହାନ୍ତି। ଆଜ୍ଞା 5 ତାରିଖରେ ଦାଖଲ କରାଯିବ। ଆହୁରି 24 ଘଣ୍ଟା ରାଜ୍ୟ ରାଜନୀତି ପାଇଁ ଅଛି, ଯୋଉଟା କି ବହୁତ ବଡ ଭୂମିକା ଗ୍ରହଣ କରିପାରେ। ଯଦି ଦିଲ୍ଲୀପ ରାୟ ଭଟ୍ଟ ବାବୁଙ୍କ ସହିତ କଥା ହୁଅନ୍ତି ଯେ ଭାରତୀୟ ଜନତା ପାର୍ଟିର ସହିତ ଆମର ଲେନ ଦେନ ନାହିଁ, ମୁଁ ସ୍ୱାଧୀନ, ଆଜ୍ଞା ଏବଂ ବିଜୁ ଜନତା ଦଳକୁ କହିପାରିବେ ଯେ ମୁଁ ଆପଣଙ୍କର ପ୍ରତିଚାର ସଭ୍ୟ, ନବୀନ ବାବୁଙ୍କର ଖାସ ଲୋକ, ଦତେଶ୍ୱରଙ୍କୁ ଛାଡି ପାରୁଛନ୍ତି, ମତେ କାହିଁ ଛାଡି ପାରିବେନି, ମତେ କାହିଁ ଭୋଟ ଦେବେନି। ତେଣୁ ଗୋଟେ ଗୋଟେ ଗେମ୍ ଖେଳ ହେଇଛି। ସ୍ୱାଧୀନ ଭାବରେ ଦିଲ୍ଲୀପ ରାୟ ଗଲେ ଆ ଦ୍ୱାରା କ'ଣ ହବ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ। ଦିଲ୍ଲୀପ ରାୟଙ୍କୁ ସ୍ୱାଧୀନ ଭାବରେ ଉଦ୍ୟମ ନ କରିବା ପାଇଁ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଜଣେ ତୁଙ୍ଗ ନେତା ତାଗିଦ ବି କରିଥିଲେ, ଏ ଖବର ମଧ୍ୟ ରହିଛି। କିନ୍ତୁ ଆଜି ସେମାନେ ହିଁ କହିଛନ୍ତି ଆପଣ ପ୍ରାର୍ଥୀ ହୁଅନ୍ତୁ। ତେଣୁ ଗୋଟେ ରୋଚକ ହବ, ଦେଖନ୍ତୁ ଦତେଶ୍ୱର ବାବୁ ପ୍ରାର୍ଥୀ ହେଉଛନ୍ତି କି ନାହିଁ। ଆଜ୍ଞା ଶେଷ ପ୍ରଶ୍ନ ରହିବ ଯେ ଦତେଶ୍ୱର ହୋତା ଯେତେବେଳେ ନବୀନ ପଟ୍ଟନାୟକ ପ୍ରାର୍ଥୀ କଲେ ସେତେବେଳେ କୁହାଯାଉଥିଲା ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍। ଏବେ ଭାରତୀୟ ଜନତା ପାର୍ଟି ଦିଲ୍ଲୀପ ରାୟଙ୍କୁ ଯେଉଁ ପରୋକ୍ଷରେ ପ୍ରାର୍ଥୀ ଭାବେ ଘୋଷଣା କରିଛି ବା ସ୍ୱାଧୀନ ପ୍ରାର୍ଥୀ ଘୋଷଣା କରି ପରୋକ୍ଷରେ ବିଜେପି ସମର୍ଥନ କରୁଛି, ଏବେ ନବୀନ ପଟ୍ଟନାୟକ ଆଉ ଭକ୍ତ ଦାସଙ୍କୁ ଅକଳରେ ପକେଇଛି କି? ନିଶ୍ଚିତ ଭାବରେ ଏଇଟା ଅକଳରେ ପକେଇଛି। ନବୀନ ବାବୁଙ୍କର ଆପଣ ଦେଖିବେ ଯଦି ଭକ୍ତ ଦାସ ଗୋଟେ ଗେମ୍ ନ ଖେଳିଥାନ୍ତେ, ନବୀନ ବାବୁ ବି ଆଦୌ ପ୍ରାର୍ଥୀ ଦେବା ମୁଡରେ ନଥିଲେ। ଆଜ୍ଞା କିନ୍ତୁ ଯେତେବେଳେ ଭକ୍ତ ଦାସ ଗେମ୍ଟି ଖେଳିଲେ, ତାଙ୍କର ବରିଷ୍ଠ ନେତାମାନେ ଦାବି କଲେ ଆମେ ଯଦି ଏଭଳି ସ୍ଥିତିରେ ଆମେ ଗୋଟେ ପ୍ରାର୍ଥୀ ନଦେବା ଆମକୁ ଲୋକ କ'ଣ କହିବେ।